ଆପଣ ପୋଟଳ କାଙ୍କଡ଼ର ରେସିପି ଖାଇ ଖାଇକି ଆପଣ ବୋର୍ ହେଇଗଲେଣି କି? ତାହେଲେ ମୋ ଉପାୟରେ ଆପଣ ଥରେ ଟ୍ରାଏ କରନ୍ତୁ, ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଭଲ ଲାଗିବ। ମୁଁ 100% ଗ୍ୟାରେଣ୍ଟି ଦେଇ କହୁଛି, ଆପଣଙ୍କୁ এই ରେସିପିଟି ଆପଣଙ୍କର ପୁରା ଫେଭରାଇଟ୍ ହେଇଯିବ। ଚାଲନ୍ତୁ ଦେଖିବା ମୁଁ କେଉଁଭଳି ଉପାୟରେ এই ରେସିପିଟି କରୁଛି। ସେଥିପାଇଁ ମୁଁ ବୁଟ ଡାଲି 150 ଗ୍ରାମ ନେଇଛି, ଆଉ 4-6ଟି ପୋଟଳ ନେଇଛି, 4ଟି କାଙ୍କଡ଼ ନେଇଛି, 3ଟି ଆଳୁ ନେଇଛି, ଆଉ ଗୋଟେ ଟମାଟୋ ନେଇଛି। ଆପଣ ପ୍ରଥମେ ବୁଟ ଡାଲିକି 6ରୁ 7 ଘଣ୍ଟା ପାଇଁ ଆପଣ ଭିଜେଇକି ରଖିଦେଇଥିବେ। ଯଦି ଆପଣ ଇନଷ୍ଟାଣ୍ଟଲି କରିବା ପାଇଁ ଚାହୁଁଛନ୍ତି ତାହେଲେ କ'ଣ କରିବେ ନା ବୁଟ ଡାଲିକି ଧୋଇକି ପ୍ରେସରରେ ଗୋଟେ ହୁଇସିଲ୍ ଆସିବା ପର୍ଯ୍ୟନ୍ତ ଆପଣ ସେ ବୁଟ ଡାଲିକି ସିଝେଇ ନେବେ। ତାପରେ ଦେଖିବା এই ପରିବା ଗୁଡ଼ାକୁ ବୁଟ ଡାଲି ବସାଇ ସାରିଲା ପରେ ମୁଁ ପରିବା ଗୁଡ଼ାକୁ କାଟିବା ପାଇଁ ବସିଗଲି। ତାପରେ ପରିବା ଗୁଡ଼ାକୁ କ'ଣ କରିବେ, ପୋଟଳକୁ 2 ସାଇଡ଼୍ରୁ କାଟି ନେଲା ପରେ ତାକୁ ପନିକି ହଉ ବା ଛୁରୀ ହଉ ତାର ବ୍ୟାକ୍ ସାଇଡ଼୍ରେ ତାର ଚୋପା ଯାକ ସବୁ ଭଲ ଭାବରେ ଛଡ଼େଇ ନେବେ। କାରଣ ଚୋପା ରହିଲେ ଆମର ପୋଟଳଟା ଟିକେ ହାର୍ଡ଼ ଅଂଶ ଆସେ। ଚୋପା ଯଦି ଆମେ ଛଡ଼େଇ ନେଉଛନ୍ତି ତାହେଲେ ପୋଟଳଟା ବହୁତ ସଫ୍ଟ ଆସିବ। ଦେଖନ୍ତୁ ତାକୁ ଏଇଭଳି ଭାବରେ ଆପଣ କାଟି ନେବେ। ତାପରେ ଦେଖନ୍ତୁ କାଙ୍କଡ଼ ମଧ୍ୟ ସେଇଭଳି ଭାବରେ ମୁଁ ଚୋପା ଛଡ଼େଇକି କାଟିନେଲି। ସେଇଭଳି ଆପଣଙ୍କୁ ଯେଉଁଭଳି ଭାବରେ ପସନ୍ଦ ସେଇଭଳି ଭାବରେ ଆପଣ ସେପ୍ ଦେଇଦେବେ। ଯଦି ମୋର এই ରେସିପିଟି ଆପଣଙ୍କୁ ଭଲ ଲାଗିବ ତାହେଲେ ଆପଣ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ଆଉ ପାଖରେ ଥିବା ବେଲ୍ ଆଇକନ୍ଟାକୁ ଦବାଇ ଦେବେ। କାରଣ ମୋର ଯଦି ଭିଡ଼ିଓ ସର୍ବପ୍ରଥମେ ଆପଣ ମୋ ଭିଡ଼ିଓକୁ ଦେଖିପାରିବେ ଯଦି ନୋଟିଫିକେସନ୍ଟି ଅନ୍ କରିଥିବେ। ଫେସବୁକ୍ ପେଜ୍ରେ ଯଦି ଦେଖୁଛନ୍ତି ତାହେଲେ ପେଜ୍କୁ ନିଶ୍ଚିନ୍ତ ଭାବରେ ଫଲୋ କରିବେ। ଦେଖନ୍ତୁ ମୁଁ ଏଠି କାଙ୍କଡ଼ ଗୁଡ଼ାକୁ ଭଲ ଭାବରେ ଚୋପା ଛଡ଼େଇକି 2ଟି ସପରେ ଆପଣଙ୍କୁ ଯେଉଁଭଳି ଭାବରେ ପସନ୍ଦ ସେଇଭଳି ଭାବରେ କାଟିନେଲେ। ତାପରେ ଆଳୁକୁ ଯଦି ଆପଣଙ୍କୁ ଆଳୁରେ ଚୋପା ରହିଲେ ଆପଣଙ୍କୁ ଯଦି ଭଲ ଲାଗୁନାହିଁ ତାହେଲେ ଆଳୁକୁ ଆପଣ ଚୋପା ଛଡ଼େଇକି ପକାଇ ପାରିବେ, ବା ଚୋପା ନ ଛଡ଼େଇକି ବି ପକାଇଲେ ବହୁତ ଭଲ ହେବ। ଆଳୁ ଆଉ କାଙ୍କଡ଼ ଆଉ ପୋଟଳରେ ବୁଟ ଡାଲି ଦେଇକି ଏତେ ବଢ଼ିଆ ଟେଷ୍ଟି ଡାଲମାଟେ ତିଆରି କରୁଛି, ଆପଣମାନେ ଆଗରୁ କେବେ ବି ଏଇଭଳି ଭାବରେ ବନେଇ ନଥିବେ। ଏହି ଉପାୟରେ ଆପଣମାନେ ଥରେ ବନାନ୍ତୁ ଆଉ ଖାଆନ୍ତୁ। ଏଇ ଶ୍ରାବଣ ମାସରେ ଖାଆନ୍ତୁ ବିନା ପିଆଜ ରସୁଣରେ ମୁଁ ଏଇ ଡାଲମାଟା ବନାଉଛି। ଆପଣମାନେ ଥରେ ବନାନ୍ତୁ ଘରେ, କେମିତି ଲାଗିଲା ମୋତେ ନିଶ୍ଚିନ୍ତ ଭାବରେ କମେଣ୍ଟରେ ଜଣାନ୍ତୁ। ଆପଣଙ୍କୁ ମୁଁ ପୁରା ଭଲ ଭାବରେ କହୁଛି, ଆପଣଙ୍କୁ ଏଇ ରେସିପିଟା ବହୁତ ଭଲ ଲାଗିବ। ଘରେ ଥରେ ଟ୍ରାଏ କରନ୍ତୁ। ତାପରେ ଦେଖନ୍ତୁ ପରିବା କାଟିନେଲି ସବୁ। ତାପରେ ଭଲ ଭାବରେ ତାକୁ ପାଣିରେ ଧୋଇ ନେଲି। ନେଇକି ଏପଟରୁ କଡ଼େଇ ବସାଇ ଅଳ୍ପ ତେଲ ପକାଇ ତାର ଲୁଣ ହଳଦୀ ପକାଇକି ମୁଁ ସେଇ ପରିବାକୁ 5ରୁ 7 ମିନିଟ୍ ପର୍ଯ୍ୟନ୍ତ ମୁଁ ତାକୁ ଭାଜି ନେଲି। ତାକୁ ମଝିରେ ମଝିରେ ଟିକେ ଘୋଡ଼େଇ ଆପଣ ଭାଜିବେ, ଯାହାଫଳରେ ଆମର ପରିବାଟା ଭଲ ସିଝିବ ନାହିଁ। ଯେମିତି ମାନେ ପୁରା ସିଝିବ ନାହିଁ, 50ରୁ 60% ଯେମିତି ଆମର ଏ ପରିବାଟା ସିଝିବା ଦରକାର। କାରଣ ବେଶୀ ସିଝିଗଲେ ଆମର ଡାଲମାରେ ସେ ପରିବାଟା ଖୋଲିଯିବ, ଯାହାଫଳରେ ଆମର ବୁଟ ଡାଲି ଡାଲମାଟା ଭଲ ଲାଗିବ ନାହିଁ। ସେଇଭଳି ଭାବରେ ଦେଖନ୍ତୁ ଆମର ଏଠି ପୁରା ଆଉ ଟିକେ ସିଝିବ, ସେଥିପାଇଁ ମୁଁ ତାକୁ ଘୋଡ଼େଇକି ଭଲ ଭାବରେ ତାକୁ ଭାଜି ନେଇଛି। ତାପରେ ଦେଖନ୍ତୁ ଏଠି 5 ମିନିଟ୍ ପାଇଁ ମୁଁ ଘୋଡ଼େଇ ନେଇକି ଭାଜିଲି। ଏବେ ଦେଖନ୍ତୁ ମୋର ଏଇ ପୋଟଳ କାଙ୍କଡ଼ ଆଉ ଆଳୁଟା ଭଲ ଭାବରେ ଭାଜି ହେଇଛି। ତାକୁ ଗୋଟେ ପ୍ଲେଟ୍କୁ କାଢ଼ି ନେବେ। ଯଦି ଆମର ହାଇ ଫ୍ଲେମ୍ରେ ଆମେ ଯଦି ଭାଜିବା ତାହେଲେ ଆମର ପରିବାଟା ପୋଡ଼ିଯିବ, ଆମର ରେସିପିଟା ଭଲ ହେବ ନାହିଁ। ତାକୁ ମିଡ଼ିୟମ୍ ଟୁ ଲୋ ଫ୍ଲେମ୍ରେ ଭାଜି ନେବେ। ତାପରେ କଲର୍ଟା ଦେଖନ୍ତୁ ବହୁତ ବଢ଼ିଆ ଭାବରେ ଚେଞ୍ଜ ହେଇଯାଇଛି। ସେଇ କଡ଼େଇରେ ମୁଁ ଅଳ୍ପ କ'ଣ କଲି, ଟିକେ ଜିରା ପକାଇକି ଫୁଟାଇ ନେଲି। ତାପରେ 2ଟା ନେଇଛି ତେଜପତ୍ର ପକାଇକି ହାଲକାକି ତାକୁ ଭାଜି ନେଲି। ତେଜପତ୍ର ଟିକେ କଲର୍ ଚେଞ୍ଜ ହେଇସାରିଲା ପରେ କିଛି ଗୋଟା ମସଲା ଏଠି ଆଡ଼୍ କରୁଛି। କାରଣ ଯେହେତୁ ମୁଁ ପିଆଜ ରସୁଣ ଆଡ଼୍ କରୁନାହିଁ, ସେଥିପାଇଁ କିଛି ଗୋଟା ମସଲା ଆଡ଼୍ କରୁଛି। ତାପରେ ଗୋଟା ମସଲାଟା ମୁଁ ଭାଜି ହେଇସାରିଲା ପରେ ତାପରେ 1 ପିଞ୍ଚର ଅଦାକୁ ମୁଁ ଛୋଟ ଛୋଟ କରିକି କାଟିକି ନେଇଛି। ଆପଣ ଚାହିଁଲେ ତାକୁ ଛେଚିକି ମଧ୍ୟ ନେଇପାରିବେ। ତାକୁ ଅଦାଟାକୁ ମୁଁ ଟିକେ ତାର କଞ୍ଚା ସ୍ମେଲ୍ ଯିବା ପର୍ଯ୍ୟନ୍ତ ମୁଁ ଏଠି ଅଦାକୁ ଭାଜି ନେଇଛି। ଦେଖନ୍ତୁ ଅଦାଟା ଯେମିତି ଆମର ତା ସ୍ମେଲ୍ ଗଲା ପର୍ଯ୍ୟନ୍ତ ଭାଜି ନେଲା ପରେ ଯେଉଁ ଗୋଟେ ଟମାଟୋ ରଖିଥିଲି ତାକୁ ଛୋଟ ଛୋଟ କରି ପିସ୍ କରିକି ତାକୁ ତାପରେ ସେ ତେଲରେ ପକାଇ ଦେଇଛି। ତାପରେ ପକାଇଦେଲି ଟିକେ 1/2 ଚାମଚ ହଳଦୀ ଗୁଣ୍ଡ, 1/2 ଚାମଚ ଲୁଣ,
ହାଫ୍ ଚାମଚ ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ଆଉ ଗୋଟେ ଚାମଚ ଧନିଆ ଗୁଣ୍ଡ ପକେଇକି ତାକୁ ଭଲ ଭାବରେ ଗୋଳେଇ ନେଲି। ଆଉ ଏଠି କଲର୍ ଆସିବା ପାଇଁ ମୁଁ ହାଫ୍ ଚାମଚ ନେଇଛି କାଶ୍ମୀର ଲଙ୍କାଗୁଣ୍ଡ। କାଶ୍ମୀର ଲଙ୍କାଗୁଣ୍ଡ ଦେଲେ ତା ଟିକେ କଲର୍ଟା ବହୁତ ଭଲ ଦେଖାଯିବ। ତାପରେ ଏଠି ୟାର ହେଉଛି ଗୋଟେ ମାନେ ଆମର ଡାଲମାରେ ଆଉ କିଛି ଯଦି ପକାଉଛନ୍ତି, ମୁଁ ଏଠି ଗୋଟେ ଚାମଚ ମ୍ୟାଗି ମସଲା ପକେଇଛି। ଆପଣ ଚାହିଁଲେ ପକେଇ ପାରନ୍ତି, ନ ପକେଇ ବି ପାରନ୍ତି। ମ୍ୟାଗି ମସଲା ପକେଇକି ମୁଁ ଏଠି ଅଳ୍ପ ପାଣି ଦେଇକି ଟମାଟୋକୁ ସିଝିବା ପାଇଁ ଛାଡ଼ିଦେଲି। ଦେଖନ୍ତୁ 5 ମିନିଟ୍ ପରେ ଆମର ଟମାଟୋ କେତେ ସୁନ୍ଦର ଭାବରେ ସିଝି ଯାଇଛି। ଦେଖନ୍ତୁ ତାକୁ ହାଲକା ସେ ପ୍ରେସ୍ କରି ତାକୁ ଭଲ ଭାବରେ କଷି ନେବା, ଯେମିତି ଆମର ମସଲାରୁ ତେଲ ଯେମିତି ମାନେ ଛାଡ଼ି ଯାଇଥିବ ସେଇଭଳି ଭାବରେ ହେଇଗଲା ପରେ ଆମେ ତାକୁ କଷି ନେଲେ। ଦେଖନ୍ତୁ ଆମର ତେଲ ଆଉ ମସଲା ପୁରା ଭଲ ଭାବରେ ଅଲଗା ହେଇଯାଇଛି। ତାପରେ ଆମେ କ'ଣ କରିବା, ଭାଜିକି ରଖିଥିବା ଏଠି ଯେଉଁ ପୋଟଳ, କାଙ୍କଡ଼, ଆଳୁ ତାକୁ ପକେଇ ଆମେ 5 ମିନିଟ୍ ପର୍ଯ୍ୟନ୍ତ ତାକୁ କଷି ନେବା, ଯେମିତି ଆମର ମସଲା ସହିତ ପରିବାଟା ପୁରା ମିଶିଯିବ। ପରିବା ଆଉ ମସଲା ଭଲ ଭାବରେ କଷି ହେଇସାରିଲା ପରେ ଏଠି ଯେଉଁ ସିଝେଇକି ରଖିଥିଲେ ଯେଉଁ ବୁଟ ଡାଲିକି ମୁଁ ସେଠି ଆଡ଼୍ କରିଛି। ଆପଣ ଯଦି ନ ସିଝେଇଥିବେ, ଯେଉଁ ଭିଜେଇକି ଯଦି ରଖିଛେ ବୁଟ ଡାଲି ତାକୁ ଏଇଠି ଆପଣ ସିଝେଇ ଦେବେ ବା ଆପଣ ପକେଇକି ଭଲ ଭାବରେ ଅଳ୍ପ ଧିମା ଆଞ୍ଚରେ ତାକୁ ଲୋ ଟୁ ମିଡ଼ିୟମ୍ରେ ତାକୁ କଷି ନେବେ। ଆମର ପରିବା ବି ସିଝିଯିବ ଆଉ ବୁଟ ଡାଲି ବି ସିଝିଯିବ। ସେଇଭଳି ଭାବରେ ଆପଣଙ୍କର, ଯେହେତୁ ମୁଁ ଏଠୁ ଗୋଟେ ହୁଇସିଲ୍ ଦେଇଥିଲି, ହାଫ୍ ବଏଲ୍ ହେଇଯାଇଛି, ପରିବା ସହିତ ବୁଟ ଡାଲି ପକେଇକି ମୁଁ ଭଲ ଭାବରେ ତାକୁ କଷି ନେଲି। 5 ରୁ 7 ମିନିଟ୍ ଭିତରେ ତାକୁ ହେଇଗଲା ପରେ ମୁଁ ଏଠି ଅମୁଲ ଫ୍ରେଶ୍ କ୍ରିମ୍ 2 ଚାମଚ ପକେଇଛି। ଆପଣଙ୍କ ପାଖରେ ଯଦି ଅମୁଲ ଫ୍ରେଶ୍ କ୍ରିମ୍ ନଥିବ, ତାହେଲେ ନଡ଼ିଆର ରସ ପକେଇଲେ ଏ ଡାଲମାଟା ବହୁତ ଭଲ ଲାଗିବ। ମୁଁ ଯେହେତୁ ଅମୁଲ ଫ୍ରେଶ୍ କ୍ରିମ୍ ଥିଲା, ସେଠୁ 2 ଚାମଚ ପକେଇକି ତାକୁ ଭଲ ଭାବରେ ଗୋଳେଇ ନେଇ ସାରିଲା ପରେ ମୁଁ ଏଠି ଗରମ ପାଣି ୟୁଜ୍ କରିଛି। ଯଦି ଆପଣ ରୁଟିରେ ଖାଉଛନ୍ତି ବା ପରଟାରେ ଖାଉଛନ୍ତି, ଆପଣ ସେଇ ହିସାବରେ ଗ୍ରେଭି ରଖିବେ। ମୋର ଏଠି ଗରମ ଭାତରେ ଖାଇବାର ଥିଲା, ସେହେତୁ ମୁଁ ଟିକେ ଅଧିକ ଗ୍ରେଭି ରଖିଛି, ଅଧିକ ପାଣି ଦେଇକି ଅଧିକ ଗ୍ରେଭି ରଖିଛି। ତାପରେ ଦେଖନ୍ତୁ ମୁଁ ଏଠି ଟିକେ ଟେଷ୍ଟଟା ଭଲ ଆସିବା ପାଇଁ ମୁଁ ଏଠି ଘରେ ତିଆରି କରିଥିବା ଗରମ ମସଲାକୁ ହାଫ୍ ଚାମଚ ପକେଇ ଦେଇଛି। ଆପଣ ଯଦି ଆପଣଙ୍କ ପାଖରେ ନାହିଁ, ତାହେଲେ ମାର୍କେଟରୁ ମିଳୁଥିବା ଗରମ ମସଲା ଆଣି ପକେଇ ପାରିବେ। ଏଠି ଅଳ୍ପ ଗରମ ମସଲା ପକେଇଲେ ଆମର ଏଠି ଡାଲମାର ମାନେ ଟେକ୍ସଚରଟା ବହୁତ ବଢ଼ିଆ ଆସିବ, ଟେଷ୍ଟ ମଧ୍ୟ ବହୁତ ଭଲ ଲାଗିବ। ତାପରେ କିଛି କାଟିକି ରଖିଥିବା ଧନିଆ ପତ୍ର ପକେଇ ମୁଁ ପୁରା ରେଡ଼ି କରିଦେଲି ଆମର ବୁଟ ଡାଲି, ପୋଟଳ, କାଙ୍କଡ଼, ଆଳୁରେ ତିଆରି ଡାଲମାଟା। ଯଦି ଆପଣମାନଙ୍କୁ ମୋର ଏଇ ଛୋଟ ରେସିପିଟି ଭଲ ଲାଗିଥିବ, ତାହେଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବା ପାଇଁ ଜମା ଭୁଲିବେ ନାହିଁ।